ଆଜିର ଟପିକ୍ର ନାଁ ହେଉଛି ଗୋ ଆଣ୍ଡ କ୍ୟାଚ୍ ଏ ଫଲିଂ ଷ୍ଟାର୍ ବାଇ ଜନ୍ ଡନ୍। ଏ ଟପିକ୍ର ମିନିଂ ହେଉଛି ଯାଅ ଆଉ ଗୋଟେ ଖସି ପଡ଼ୁଥିବା ତାରାକୁ ଧର। ଏସବୁ ଅବାସ୍ତବପୂର୍ଣ୍ଣ କଥା ଏଥିପାଇଁ ଏଠି କୁହାଯାଇଛି କାରଣ ଏଠି ପୋଏଟ୍ ଗୋଟେ ଅତି ବିଶ୍ୱସନୀୟ ମହିଳାକୁ ଖୋଜିବା କଥା କହିଛନ୍ତି କି ଗୋଟେ ତାରାଟି ତଳକୁ ଖସିଲେ ବି ତମେ ତାହାକୁ ଧରିପାରିବା ଅତି ସହଜ ଅଟେ। ତା ତୁଳନାରେ କି ଗୋଟେ ଆଜିକା ସମୟରେ ଗୋଟେ ବିଶ୍ୱସନୀୟ ଗୋଟେ ସୁନ୍ଦର ମହିଳାକୁ ତମେ ପାଇବା ଯାହାର ହୃଦୟ ବହୁତ ନିର୍ମଳ ହେଇଥିବ। ଯଦି ବି ତମେ ପାଇଲ ସେ କିଛି ସମୟ ଭିତରେ କେମିତି ବେବଫାଇ ହେଇଯାଏ ସେ ବିଷୟରେ ଏଠି ଜଣେଇଛନ୍ତି। ତ ଆମେ ପୋଏମ୍ ଭିତରେ ପଢ଼ିଲେ ଜାଣିନେବା ସେ କ'ଣ କ'ଣ ଅବାସ୍ତବ ଘଟଣାକୁ ତା ସହିତ ତୁଳନା କରିଛନ୍ତି। ପୋଏମ୍ ଫାର୍ଷ୍ଟ ଲାଇନ୍ ଗୋ ଆଣ୍ଡ କ୍ୟାଚ୍ ଏ ଫଲିଂ ଷ୍ଟାର୍, ଯାଅ ଆଉ ଖସି ପଡ଼ୁଥିବା ତାରାକୁ ଧର। ଗେଟ୍ ୱିଥ୍ ଚାଇଲ୍ଡ ଏ ମେଣ୍ଡ୍ରିକ୍ ରୁଟ୍, ଗୋଟିଏ ମେଣ୍ଡ୍ରିକ୍ ଚେରକୁ ଗର୍ଭବତୀ କର। ମାନେ ଏକ ପ୍ରକାର ଅସମ୍ଭବ କାର୍ଯ୍ୟ ଏଠାରେ ଦର୍ଶାଯାଇଛି କାରଣ ମେଣ୍ଡ୍ରିକ୍ ଚେରଟା ଗୋଟେ ନିର୍ଜୀବ ଅଟେ। ଗୋଟେ ନିର୍ଜୀବ ବସ୍ତୁକୁ ସେ ଗର୍ଭବତୀ କରିବା ପାଇଁ ଏଠି କହିଛନ୍ତି। ଟେଲ୍ ମି ହ୍ୱେର୍ ଅଲ୍ ପାଷ୍ଟ ଇୟର୍ସ ଆର୍, ମୋତେ କୁହ ବିତେଇଥିବା ସବୁ ବର୍ଷ କାହିଁ। ମାନେ ପାଷ୍ଟ ବିଷୟରେ କହିଛନ୍ତି ଯେଉଁ ପାଷ୍ଟରେ ଆମେ ବିତେଇକି ଆସିଥିବା ସବୁ ଦିନ ବର୍ଷ ସେସବୁ କାହିଁ ମୋତେ କୁହ। ଅର୍ ହୁ କ୍ଲେପ୍ଟ ଦ ଡେଭିଲ୍ସ ଫୁଟ୍, ଆଉ କିଏ ଶୈତାନର ପାଦକୁ ଚିରିଲା। ଆଉ ଗୋଟେ ଅସମ୍ଭବ ପ୍ରଶ୍ନ ପଚାରିଛନ୍ତି। ସାଧାରଣତଃ ଓଡ଼ିଆରେ ଆମେ ଜାଣିଛନ୍ତି କି ଡାହାଣୀର ପାଦ ସବୁବେଳେ ଉଲ୍ଟା, ଆମେ ସେଇଟା ମାନି ଆସିଛନ୍ତି। ସେମିତି ଖ୍ରୀଷ୍ଟିଆନ ମାନେ ମାନନ୍ତି କି ଯେଉଁ ଶୈତାନ ଥାଏ ତାର ପାଦ ମଝିରୁ ଚିରା ହେଇଥାଏ। ତ ଆମେ ଯେମିତି କହିପାରିବାନି କି ଡାହାଣୀ ପାଦ କ'ଣ ପାଇଁ ଉଲ୍ଟା, ସେମିତି ସେ ପଚାରିଛନ୍ତି ସମସ୍ତଙ୍କୁ କି କୁହ ଶୈତାନର ପାଦ କ'ଣ ପାଇଁ ଚିରା। ତ ଏଇଟା ଗୋଟେ ଅସମ୍ଭବ କ୍ୱେଶ୍ଚେନ୍, ସେଥିପାଇଁ କୁହାଯାଇଛି ଏଠି ସେ ପଚାରିଛନ୍ତି। ଟିଚ୍ ମି ଟୁ ହିୟର୍ ମର୍ମିଟ୍ସ ସିଙ୍ଗିଂ, ମୋତେ ଜଳପରୀର ଗୀତ ଶୁଣିବା ଶିଖାଅ। ଅର୍ ଟୁ କିପ୍ ଅଫ୍ ଏନ୍ଭିସ୍ ଷ୍ଟିଙ୍ଗିଂ, ନହେଲେ ଈର୍ଷା ଭାବନାଠୁ କେମିତି ଦୂର ରହିହବ ସେ ବିଷୟରେ ମୋତେ ଶିଖାଅ। ଏଣ୍ଡ ଫାଇଣ୍ଡ, ଆଉ ପାଅ ହ୍ୱାଟ୍ ୱିଣ୍ଡ, କୋଉ ପବନ ସର୍ଭିସେସ୍ ଟୁ ଆଡଭାନ୍ସ ଏନ୍ ଅନେଷ୍ଟ ମାଇଣ୍ଡ, ଗୋଟିଏ ଇମାନଦାର ମନକୁ ଆଗକୁ ବଢ଼ିବାର ସାହାଯ୍ୟ କରିବ। ତମେ ଖୋଜ ଆଉ ପାଅ କି କୋଉ ପବନ ଏମିତି ଅଛି ଯେଉଁଟାକି ଗୋଟେ ଇମାନଦାର ସଚ୍ଚୋଟ ମନକୁ ଆଗକୁ ବଢ଼ିବାର ସାହାଯ୍ୟ କରିବ। ଇଏ ବି ଗୋଟେ କଷ୍ଟ ପ୍ରଶ୍ନ ଅଟେ କାରଣ ଇମାନଦାରୀଟା ନା କେଉଁ ଗୋଟେ ପୁରସ୍କାର ମିଳେନି, ସେଟା ହେଉଛି ନିଜ ଭିତରେ ଥିବା ଗୋଟେ ଲୋକର ଶିକ୍ଷା ଉପରେ ଡିପେଣ୍ଡ କରେ, କାହାଠୁ ଦାନ ନେଇକି ହେଇପାରେ ନା। ଇଫ୍ ଦାଉ ବିଷ୍ଟ ବୋର୍ନ ଟୁ ଷ୍ଟ୍ରେଞ୍ଜ ସାଇଟ୍ସ, ଯଦି ତୁମେ ଅଦୃଶ୍ୟ ଦୃଶ୍ୟ ଦେଖିବାକୁ ଜନ୍ମ ହେଇଛ। ଥିଙ୍ଗସ୍ ଇନଭିଜିବୁଲ୍ ଟୁ ସି, ଏମିତି ଜିନିଷ ଯେଉଁଟାକି ଦେଖିଲେ ସେଇଟା ଅଦୃଶ୍ୟ ହେଇଥିବ, ମାନେ ଗୋଟେ ଅଦୃଶ୍ୟ ଜିନିଷକୁ ଦେଖିବା ଶକ୍ତି। ରାଇଟ୍ 10,000 ଡେଜ୍ ଆଣ୍ଡ ନାଇଟ୍ସ, 10,000 ଦିନ ଆଉ ରାତି ଯାତ୍ରା କର, ଟ୍ରାଭେଲ୍ କର। ଟିଲ୍ ଏଜ୍ ସ୍ନୋ ହ୍ୱାଇଟ୍ ହେୟାର୍ସ ଅନ୍ ଦି, ସେ ଯାଏଁ ଯାତ୍ରା କର ଯେ ଯାଏଁ ତମ ବୁଢ଼ାପା ତୁମର ଚୁଟିକୁ ଧଳା ବରଫ ଭଳି କରି ନ ଦେଇଛି। ମାନେ ତମ ବୟସ ଏତେ ହେଇଯିବ ଯେ ବରଫ ଭଳି ସଫେଦ ଧଳା ତମ ଚୁଟି ନ କରି ଦେଇଛି, ସେତେ ଯାଏଁ ତମେ ଯାତ୍ରା କରିଚାଲ। ଦାଉ ହ୍ୱେନ୍ ଦାଉ ରିଟର୍ଣ୍ଣସ୍ ୱିଲ୍ଟ ଟେଲ୍ ମି, ତୁମେ ଯେବେ ତୁମେ ଫେରିବ ସେବେ ମୋତେ ଜଣେଇବ ବା ବତେଇବ। ଅଲ୍ ଷ୍ଟ୍ରେଞ୍ଜ ୱାଣ୍ଡର୍ସ ଦ୍ୟାଟ୍ ବିଫ୍ଲିଟ୍ ଦି, ତୁମ ସହ ହେଇଥିବା ସବୁ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜିନିଷ ମୋତେ ଆସି ତମେ ବତେଇବ ତମେ ଫେରିଲେ। ଏଣ୍ଡ ସ୍ୱେୟାର, ଆଉ ଶପଥ ନବ। ନୋ ହ୍ୱେୟାର, କୋଉଠି ନୁହଁ। ଲିଭିଂ ଏ ଓମେନ୍ ଟ୍ରୁ ଆଣ୍ଡ ଫେୟାର, ଗୋଟିଏ ସତ୍ୟବାଦୀ ଆଉ ସୁନ୍ଦର ମହିଳା ବାସ କରନ୍ତି। ତମେ ଦୁନିଆ ଯାକ ସାରା ବୁଲି ଆସିବ, ଯେପର୍ଯ୍ୟନ୍ତ ବୁଢ଼ା ପୁରା ନ ହେଇଯାଇଛ, ତୁମ ଚୁଟି ପୁରା ବରଫ ଭଳି ଧଳା ନ ହେଇଯାଇଛି, ହଜାର ହଜାର ବର୍ଷ ଯାଏଁ ତମେ ବୁଲିବ। ଯେତେବେଳେ ତମେ ଫେରିବ ସେତେବେଳେ ମୋତେ ଆସି ଶପଥ ଖାଇ କହିବ କି ଏମିତି ଗୋଟେ ବି ଜଣେ ନାହିଁ ଯିଏ ଅତି ସୁନ୍ଦର ହେଇଥିବ ଆଉ ସତ୍ୟବାଦୀ ମହିଳା ହେଇଥିବ। ଇଫ୍ ଦାଉ ଫାଇଣ୍ଡେଷ୍ଟ ୱାନ୍ ଲେଟ୍ ମି ନୋ, ସେ ପୁଣି କହିଛନ୍ତି ଯଦି ତୁମେ କାହାକୁ ଗୋଟେ ପାଇବ, ଯଦି ଏମିତି ବି ଗୋଟେ ସୁନ୍ଦର ଆଉ ସତ୍ୟବାଦୀ ମହିଳା ତଥାପି ଗୋଟେ ବି ପାଇଛ ତ ମୋତେ ଜଣେଇବ। ସଚ୍ ଏ ପିଲଗ୍ରିମି ୱେୟାର ସୁଇଟ୍, ଏମିତି ତୀର୍ଥଯାତ୍ରା ସତରେ ବହୁତ ମଧୁର ହିଁ ହେଇଥିବ। ୟେସ୍ ଇଟ୍ ଡୋଏ ନଟ୍, ଆଇ ଉଡ୍ ନଟ୍ ଗୋ, ତଥାପି କର ନାହିଁ, ମୁଁ ଯିବି ନାହିଁ। ଥ୍ରୁ ଏଟ୍ ନେକ୍ସଟ ଡୋର୍ ୱି ସୁଡ୍ ମିଟ୍, ଯଦିଓ ଆମେ ଅଲଗା ଦରବାଜାରେ ଦିଜଣ ମିଳିବୁ।
जदि भी दुनिया रे तुम गोटे भी झील एत वर्ष बुलिला पर सबुआड़े जड़े भी महिला सत्यवादी और सुंदर महिला मिलला तापर भी तुम मत आसिक कहब ना तुम तीर्थयात्रा से बहुत सुखदमय भी होता हो ना कहीं मत आसी तुम जनइब ना कहीं मुझे भ्रमण करने जीवी ही ना जदिओ गोटे नेक्स्ट दरवाजा माने आग को मु गति ही कले निजको नहीं कड़े बुलेइले कि मु मो पथ यात्रा आग को बढ़ेले कि सेमिति महिला मु पाइबी जानिकी भी मु केबे भी आग को जीवी ना यात्रा करी ना। एटा थिला पूरा टोटल पोएमटा बेसिकली सी जनापी चाहूँ जी क्वेश्चन से पचार आश्चर्यजनक क्वेश्चन जो कौन उत्तर ना ए पचार कि ए सबूर एनसर तुम पाइपर ताठू अधिक कष्ट है कि गोटे सत्यवादी और सुंदर महिला मिलवा केबे सेटा पाइपर नाही।